ଆସନ୍ତା ମେ 27 ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ରହିବ ବନ୍ଦ। ଆସନ୍ତା ମେ 26 ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ୍ 5 ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ 18,442 ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା 8,150 ଜଣ ମିଶି ମୋଟ 26,592 ଜଣ ରାସନ କାର୍ଡ କାଟି ଦିଆଯିବାର ସୂଚନା ମିଳିଛି। କେବଳ ରାସନ କାର୍ଡ ଫେରାଇଥିବା ସରକାରୀ କର୍ମଚାରୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ରହିଥିବା ବେଳେ ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ 1,364 ଜଣ ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇଛନ୍ତି। ଏହା ପଛରୁ ରହିଛି ବାଲେଶ୍ୱର, କଟକ ଓ ଖୋର୍ଦ୍ଧା ଜିଲ୍ଲା। ସେହିପରି ଅଧିକ ଆୟ ଥିବା ସତ୍ତ୍ୱେ ଯେଉଁମାନେ ରାସନ କାର୍ଡ ହଟାଇଥିଲେ ସେମାନଙ୍କ କାର୍ଡକୁ ମଧ୍ୟ କାଟି ଦିଆଯାଇଛି। କଟକରୁ ସର୍ବାଧିକ 1,533 ଜଣଙ୍କ କାର୍ଡ କାଟିଥିବା ବେଳେ ନୟାଗଡ଼ରେ 1,006, ଅନୁଗୁଳରେ 706 ଓ ଖୋର୍ଦ୍ଧାରେ 490 ଜଣଙ୍କ କାର୍ଡ କଟାଯାଇଛି ବୋଲି ସୂଚନା ଆସିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନର ରହିଥିବା ନିୟମ ଅନୁଯାୟୀ RCMS ପୋର୍ଟାଲରେ 1,78,074 ଜଣଙ୍କ ରାସନ କାର୍ଡ ଯାଞ୍ଚ କରିବାକୁ କୁହାଯାଇଥିଲା, ଯାହାପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଆସିଛି। ସେହିପରି ରାସନ କାର୍ଡରେ ଲୋକମାନଙ୍କ ମୃତ୍ୟୁ ସତ୍ତ୍ୱେ ତାଙ୍କର ନାମ ରାସନ କାର୍ଡରେ ସାମଗ୍ରୀ ଉଠାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାକୁ ରୋକିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛି, ଯାହାକୁ ନେଇ 5 ଲକ୍ଷ ମୃତକଙ୍କ ରାସନ କାର୍ଡ କାଟି ଦିଆଯିବା ସହିତ ଅପରପକ୍ଷରେ ରାଜ୍ୟରେ କେତେକ ସଂଖ୍ୟାର ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ କଟାଯାଇଛି। ତେବେ ହିତାଧିକାରୀଙ୍କ ଇକେୱାଇସି ପ୍ରକ୍ରିୟାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଦେଇଥିବା ବେଳେ ସମୁଦାୟ 3,28,18,174 ଜଣଙ୍କ ଇକେୱାଇସି କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ 22 ଲକ୍ଷରୁ ଅଧିକ ହିତାଧିକାରୀ ନିଜର ଇକେୱାଇସି କରିନାହାନ୍ତି ବୋଲି ସୂଚନା ଆସିବା ସହିତ ରାଜ୍ୟ ବାହାରେ ରହୁଥିବା 1,41,000 ହିତାଧିକାରୀଙ୍କ ଇକେୱାଇସି କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଯୋଜନା ଆରମ୍ଭ କରିଛି ବୋଲି ଘୋଷଣା କରିବା ପରେ ଏନେଇ ରୋଗୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ମୁମ୍ବାଇରେ ଚିକିତ୍ସା ପାଇଁ ଗଲା ସମୟରେ ଓଡ଼ିଶାର ରୋଗୀ ଏବେ ଯୋଜନାର ସମ୍ପୂର୍ଣ୍ଣ ସୁବିଧା ମିଳୁନଥିବା ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ BMKYC ଯୋଜନାରେ ଅଧିକ ସୁବିଧା ମିଳୁଥିବା ବୋଲି ସେମାନେ କହିବା ସହିତ କଟକ ଓ ଭଦ୍ରକ ରୋଗୀମାନେ ମୁମ୍ବାଇ ଡାକ୍ତରଖାନାରେ ଏବେ ସବୁ ଚିକିତ୍ସା ପାଇଁ ଓ ଔଷଧ ପାଇଁ ବେଶୀ ଟଙ୍କା ଦେବାକୁ ପଡୁଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ଦେଖି ରାଜ୍ୟ ସରକାର ତତ୍କାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ମଧ୍ୟ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଜିଠାରୁ +2 ନାମଲେଖା ଆବେଦନ। ଆଜିଠାରୁ ନାମଲେଖା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ। ଜୁନ୍ 30 ତାରିଖ ଯାଏଁ ଅନଲାଇନ୍ ଆବେଦନ ସହିତ ସାମ୍ସ ପୋର୍ଟାଲ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏଥିନେଇ www.samsodisha.government.in ରେ କରିବେ ଆବେଦନ। ଜୁଲାଇ 7ରେ ବାହାରିଥିବା ପ୍ରଥମ ମେରିଟ୍ ଲିଷ୍ଟ ଏବଂ ଜୁଲାଇ 8ରୁ 14 ତାରିଖରେ ହେବ ଆଡମିସନ। ଏହାପରେ ଜୁନ୍ 24 ତାରିଖରେ ହେବ ପାଠପଢା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦେଶରେ ବଢୁଛି କରୋନା ଭୟ। ଗୁଜୁରାଟରେ ଗୋଟିଏ ଦିନରେ 15,000 ରୋଗୀ ଚିହ୍ନଟ। ଦେଶରେ ବଢୁଛି କରୋନା ଲହର, ପୁଣି ଗୋଡ଼ ଲେଉଟାଇଲାଣି କରୋନା। ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗୀ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଗୁଜୁରାଟରେ 15 ଜଣ ବଢିଛନ୍ତି ଗୋଟିଏ ଦିନରେ। ଗୁରୁବାର 15 ଜଣଙ୍କ କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହିତ ସମସ୍ତ ସଂକ୍ରମିତ ଏବଂ ସଙ୍ଗରୋଧ ଥିବା ବେଳେ ଅହମ୍ମଦାବାଦ ସହରରେ 13 ଜଣ ଏବଂ ଗ୍ରାମାଞ୍ଚଳରେ 2 ଜଣ ଥିବାର ଜଣାପଡିଛି। ଓମିକ୍ରନ୍ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଓ ହାତ ଧୋଇବା ପାଇଁ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିବା ସହିତ କରୋନା ଔଷଧ ଏକ ପ୍ରକାର ସାଧାରଣ ଲକ୍ଷଣ ହେଉଛି ଜ୍ୱର, କାଶ, ଗଳା ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଥକାପଣ ଏବଂ ମାଂସପେଶୀରେ ଯନ୍ତ୍ରଣା। ଭୋକ ନ ହେବା, ବାନ୍ତି ହେବା ଓ ପାକସ୍ଥଳୀରେ ସମସ୍ୟା ଦେଖାଦେବା ଏହାର ଗୋଟେ ଲକ୍ଷଣ ବୋଲି ଡାକ୍ତର କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆସନ୍ତା 27 ଓ 28 ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସିଛି ସୂଚନା। ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ସହିତ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା 6 ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ସହିତ ଆଗାମୀ କିଛି ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହା ସହିତ ମୌସୁମୀ ବାୟୁ ଅଗ୍ରସର ଆହୁରି ସକ୍ରିୟ ହେବ ବୋଲି ଅନୁମାନ କରାଯାଇଛି। ଆଗାମୀ 2ରୁ 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରେ ଛୁଇଁବ ବୋଲି ପାଣିପାଗ ବିଭାଗ ମଧ୍ୟ କହିଛି। ଏହାଦ୍ୱାରା ଓଡ଼ିଶାରେ ମଧ୍ୟ ଏଥର ସୁଅଁଳ ଆସିବ ମୌସୁମୀ ବାୟୁ। ଏହି ପାଣିପାଗ ଅନୁସାରେ ଆସନ୍ତା 3ରୁ 4 ଦିନ ମଧ୍ୟରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ ଏବଂ ଏହାଦ୍ୱାରା ମୌସୁମୀ ସକ୍ରିୟ ରହିବ। ଓଡ଼ିଶାର ଆଗମନ ନେଇ ବାଟ ଫିଟିବ। ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିଥାଏ ମୌସୁମୀ। ହେଲେ ଏଥର କେରଳରେ ମୌସୁମୀ ସୁଅଳ ଆସୁଥିବାରୁ ଓଡ଼ିଶାରେ ମଧ୍ୟ ଏହା ଜଲ୍ଦି ଆସିବ। ଆଗାମୀ 24 ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଦେଇ 26ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଏହିସବୁ ଜିଲ୍ଲାଗୁଡ଼ିକ 40ରୁ 50 କିଲୋମିଟର ଭିତରେ ପବନ ବହିବା ସମ୍ଭାବନା ରହିଥିବା ବେଳେ ଆସନ୍ତା 24 ଘଣ୍ଟା ଯାଏ ଉପକୂଳ ଓଡ଼ିଶାରେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି 11ଟି ଜିଲ୍ଲାରେ ଉଷ୍ଣ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୋସିଆଲ ମିଡିଆରେ ଏକ୍ସରେ ଲେଖିଛନ୍ତି କି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। 27 ତାରିଖ କେବଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ 2 ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ମିଳୁଥିବା ସୂଚନା ଅନୁଯାୟୀ ଗତି ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବକୁ ସ୍ଥଳଭାଗର ମୁହଁ ଉଠିଥିବା ବେଳେ ଯାହାକି କାଳବୈଶାଖୀ ସହ ଜଡ଼ିତ ମେଘ ସମୂହ ରାତି ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ହେବ, ଯାହାକି ସାଧାରଣ ପଶ୍ଚିମରୁ ପୂର୍ବ ଦିଗକୁ ରହିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି, ଏନେଇ ବିଚାର ଚାଲିଛି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୋଲିସ ବିଭାଗ ସହ ଆଲୋଚନା କରିଛନ୍ତି ଆଇନ ବିଭାଗ। ଡ୍ରୋନ୍ ଉଡ଼ିବା ପରେ ଏସବୁ ଖସାଇ ଦିଆଯାଇପାରିବ ଏବଂ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ। ଏଥର ରଥଯାତ୍ରା ପାଇଁ ମିଳିବା ସରକାରୀ ସହାୟତା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସହାୟତା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବେ ଆଇନ ବିଭାଗ। ଦେବଦତ୍ତ ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ଏହି ସହାୟତା। ଅନେକ ଆବେଦନରେ ସରିଥିବା ବେଳେ ଯେଉଁମାନେ ଆଣିନାହାନ୍ତି ବିଚାର ହେବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଗାଁରେ କମିବ ମଦୁଆଙ୍କ ଉତ୍ପାତ, ମଦୁଆଙ୍କୁ ସାବାଡ଼ କରିବାକୁ ଆଗକୁ ଆସିବେ ମହିଳା। ସାଜିବେ ସରକାର ସଚେତନ ଅଭିଯାନର ସାରଥୀ ଏବଂ ସ୍କୁଲରୁ ହିଁ ନିଶାମୁକ୍ତ ଅଭିଯାନ ପଡ଼ିବ ମୂଳଦୁଆ। ଏସବୁ ନୂଆ ମଦ ନୀତିକୁ ଆଣିବାକୁ ଯାଉଛନ୍ତି ମୋହନ ସରକାର। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ନିଶା ରୋକିବାକୁ ମହିଳାଙ୍କୁ ମିଳିବ ଗୁରୁ ଦାୟିତ୍ୱ। କିଛି ଏଭଳି ରଙ୍ଗର ମାଷ୍ଟର ଷ୍ଟ୍ରୋକ୍ ମାରିବାକୁ ଯାଉଛନ୍ତି ମୋହନ ସରକାର। ନିଶାମୁକ୍ତ ଅଭିଯାନର ମଙ୍ଗ ଧରିବେ ମିଶନ ଶକ୍ତିର ମହିଳା। ଘରକୁ ଘର ବୁଲିବେ, ସଚେତନ କରିବେ। ଅନ୍ୟପଟେ ସ୍କୁଲ ପରିସରକୁ ବେଆଇନ ମଦ ଦୋକାନ ହଟାଯିବା ସହିତ ମଦ ଓ ଡ୍ରଗ୍ସ କାରବାର ବିରୋଧରେ ସ୍କୁଲ ଓ କଲେଜର କ୍ୟାମ୍ପସରେ କରାଯିବ ବିଭିନ୍ନ ଜବ୍। ରଜ ପରେ ପରେ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର। ଆନ୍ଧ୍ର ମଡେଲ ନୂଆ ଅବକାରୀ ନୀତି ଆଣିବାକୁ ପ୍ରାୟତଃ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏଥିପାଇଁ ସଚିବ ସ୍ତରୀୟ ଏକ ଟିମ୍ ଆନ୍ଧ୍ରପ୍ରଦେଶ ଯାଇ ସେଠାକାର ଅବକାରୀ ନୀତିକୁ ତର୍ଜମା କରୁଛନ୍ତି। 3 ବର୍ଷର ଅବକାରୀ ନୀତିକୁ ଓଡ଼ିଶାକୁ ବେଆଇନ ନିଶାମୁକ୍ତ କରିବାକୁ ଫୋକସରେ ରଖାଯାଇଥିବା ବେଳେ ବେଆଇନ ମଦ କାରବାର ପୂର୍ବ ଭଳି ଚାଲିଛି, ଜୀବନ ବି ଯାଉଛି। କିନ୍ତୁ ଅପବାଦରୁ ଅଳ୍ପ ବର୍ତ୍ତିଛନ୍ତି ମୋହନ ସରକାର ଏବଂ ପୂର୍ବରୁ ମଦମୁକ୍ତ ଓଡ଼ିଶା ଗଠନ ନାରା ଦେଇ ସରକାର ଆସିଥିବା ବିଜେପି। ତେଣୁ କେବଳ ବେଆଇନ ମଦ କାରବାରକୁ ମୁକ୍ତି ନୁହେଁ ବରଂ ପୁରା ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ମୋହନ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ରହିଲା ବାକି।